ଏବେ ଏବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ଆସିଛି। ମୌସୁମୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଶନିବାର ଦିନ ବାରିପଦା ସର୍ବାଧିକ 92.0 ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ତାଳଚେରରେ 43.0 ମିମି ବର୍ଷା ଥିଲାବେଳେ ବୈଦରେ 31.0 ଓ ନୟାଗଡ଼ରେ 30.0 ମିମି ବର୍ଷା ହୋଇଛି। ଏହା ବ୍ୟତୀତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ଆସିଅଛି। ଅନ୍ୟପଟେ ରବିବାର ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଥିବା ବେଳେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଏହି ଜିଲ୍ଲାଗୁଡ଼ିକ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୋମବାର ଏହି ସବୁ ଜିଲ୍ଲାଗୁଡ଼ିକ ସୁନ୍ଦରଗଡ଼, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 9 ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। 10 ଓ 11 ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ଆୟୁଷ୍ମାନ କାର୍ଡ ଥିବା ଲୋକଙ୍କ ପାଇଁ ବଡ଼ ଖବର। ଯଦି ଆପଣଙ୍କର ଏହି କାର୍ଡ ଅଛି, ଆପଣଙ୍କ ଘରେ କେହି ଅସୁସ୍ଥ ହୋଇପଡ଼ନ୍ତି, ତେବେ ଆପଣଙ୍କର 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ହୋଇପାରିବେ। ଆପଣଙ୍କୁ କେବଳ ଏହି କାର୍ଡ ଦେଖାଇବାକୁ ପଡ଼ିବ। ଆୟୁଷ୍ମାନ ଭାରତ କାର୍ଡରେ କଭରେଜ ପରିମାଣକୁ 5 ଲକ୍ଷରୁ 10 ଲକ୍ଷ ବୃଦ୍ଧି କରିବାକୁ ସରକାର ଗୁରୁତର ସହ ବିଚାର କରୁଛନ୍ତି। ଯଦି ଏହା ଅନୁମୋଦିତ ହୁଏ, ତେବେ ପ୍ରାୟ 12 କୋଟି ପରିବାର ଏହି ଯୋଜନାରେ ପ୍ରତ୍ୟକ୍ଷ ଲାଭ ପାଇପାରିବେ। କେବଳ ଏତିକି ନୁହେଁ, 70 ବର୍ଷରୁ ଅଧିକ ବୟସ ଲୋକଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ସୂତ୍ର ଅନୁଯାୟୀ ଆସନ୍ତା 3 ବର୍ଷ ମଧ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ଦ୍ୱିଗୁଣ କରିବାକୁ ସରକାର ବିଚାର କରୁଛନ୍ତି। ଯଦି ଏହା ଘଟେ, ତେବେ ଦେଶର 2/3 ଅଧିକ ଲୋକ ଏହି ଯୋଜନାରେ ଲାଭ ପାଇପାରିବେ। ପ୍ରାରମ୍ଭରେ 70 ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଏହାର ଅଭିମୁଖେ ଅଣାଯିବ। ବଜେଟ୍ ଅଧିବେଶନରେ ଏହି ଘୋଷଣାଗୁଡ଼ିକୁ କେତେକ ଘୋଷଣା କରାଯାଇଥିବା ବେଳେ ଏହି ଘୋଷଣାଗୁଡ଼ିକ ମଧ୍ୟରୁ କେତେକ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି। କମର୍ସିଆଲ ଏଲପିଜି ଗ୍ୟାସ୍ ସିଲିଣ୍ଡର ପିଛା ଦର ରବିବାର 30ରୁ 31 ଟଙ୍କା ଶସ୍ତା ହୋଇଯାଇଛି। ଏହି ମୂଲ୍ୟ ହ୍ରାସ ବ୍ୟବସାୟିକ ଗ୍ୟାସ୍ ଉପଭୋକ୍ତାଙ୍କୁ ଆଶ୍ୱସ୍ତ କରିବ। ବ୍ୟବସାୟିକ ବ୍ୟବହାର ନିମନ୍ତେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ହୋଇଥିଲେ ହେଁ ଡୋମେଷ୍ଟିକ୍ ସିଲିଣ୍ଡର ପିଛା ଦର ଅପରିବର୍ତ୍ତିତ ରହିଛି। ଏଣୁ ଘରୋଇ ଉପଭୋକ୍ତାମାନେ ପୂର୍ବରୁ ଯେଉଁ ଗ୍ୟାସ୍ ସିଲିଣ୍ଡର କ୍ରୟ କରୁଥିଲେ, ଏବେ ବି ସେହି ଦରରେ କ୍ରୟ କରିବେ। କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ଦର ହ୍ରାସ ପରେ ଦିଲ୍ଲୀରେ ପ୍ରତି 19 କେଜି ଏଲପିଜି ବଟଲ ଦର 1646 ଟଙ୍କାରେ ମିଳୁଛି। ସେହିପରି ମୁମ୍ବାଇରେ ଏହି ଦର 1598 ଟଙ୍କା ହୋଇଥିବା ବେଳେ କୋଲକାତାରେ 1756 ଟଙ୍କା ଓ ଚେନ୍ନାଇରେ 1809 ଟଙ୍କା 50 ପଇସାରେ ଉପଲବ୍ଧ ହେଉଛି। ତେଣୁ ଡୋମେଷ୍ଟିକ୍ ଗ୍ୟାସ୍ ସିଲିଣ୍ଡର ପିଛା ଦର ଦିଲ୍ଲୀରେ 803 ଟଙ୍କାରେ, ମୁମ୍ବାଇରେ 802 ଟଙ୍କା, କୋଲକାତାରେ 829 ଟଙ୍କା ଓ ଚେନ୍ନାଇରେ 818 ଟଙ୍କାରେ ମିଳୁଛି। ଏଲପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛାର ଦର 30ରୁ 31 ଟଙ୍କା ହ୍ରାସ ହୋଇଛି। ହୋଟେଲ ବ୍ୟବସାୟୀ ଓ ରେଷ୍ଟୁରାଣ୍ଟ ମାନଙ୍କୁ ବେଶ୍ ସୁହାଇବ। ସେହିପରି ଡୋମେଷ୍ଟିକ୍ ଗ୍ୟାସ୍ ଦର ପିଛା ରହିବା ଘରୋଇ ଉପଯୋଗକର୍ତ୍ତାଙ୍କ ନିମନ୍ତେ ଆଶ୍ୱସ୍ତିକ ସଂକେତ। ଯଦି ଆପଣ ଏଲପିଜି ଗ୍ୟାସ୍ ସିଲିଣ୍ଡର କିଣିବାକୁ ଚାହୁଁଛନ୍ତି, ତେବେ ଅଧିକ ଖର୍ଚ୍ଚରୁ ବଞ୍ଚିବା ପାଇଁ ନୂଆ ଦର ଯାଞ୍ଚ ସ୍ଥଗିତ ରହିଲା। ନିଟ୍ ୟୁଜି କାଉନସିଲିଂ ପେପର ଲିକ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି ହେବାକୁ ଥିବା କାଉନସିଲିଂ ସ୍ଥଗିତ ରହିଲା। ନେଟ୍ ପେପର ଲିକ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ କାଲି ହେବାକୁ ଥିବା କାଉନସିଲିଂ
ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷା ଏଜେନ୍ସି NTA କାଉନସିଲିଂକୁ ସ୍ଥଗିତ ରଖିଛି। ଏନେଇ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏଜେନ୍ସି ରହିଛି। ମେଡିକାଲ ପ୍ରବେଶିକା ପରୀକ୍ଷାରେ ପେପର ଲିକ୍ ସହ ଅନିୟମିତତାକୁ ନେଇ ଏବେ ବି ବିବାଦ ଲାଗି ରହିଛି। ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ଏ ଉପରେ ବିଚାର କରି କାଉନସିଲିଂକୁ ସ୍ଥଗିତ ରଖିବାକୁ ମନା କରି ଦେଇଥିଲେ, କିନ୍ତୁ ଜାତୀୟ ପରୀକ୍ଷା ଏଜେନ୍ସି ଆଜି ଏହାକୁ ସ୍ଥଗିତ ରଖିଛି। କେବେ କାଉନସିଲିଂ ହେବ ସେ ନେଇ କୌଣସି ସ୍ପଷ୍ଟତା ଆସିନଥିବା ବେଳେ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି NTA କହିଛି। ସୂଚନା ଅନୁସାରେ ଚଳିତ ବର୍ଷ ହୋଇଥିବା NTA ପରୀକ୍ଷା ବାତିଲ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଗତକାଲି ଜଷ୍ଟିସ ବିକ୍ରମ ନାଥ ଏବଂ SBN ଭଟ୍ଟଙ୍କ ଏକ ଅବସରକାଳୀନ ବେଞ୍ଚ ଏହି ଆବେଦନ ଉପରେ ଶୁଣାଣି କରିଥିଲେ। ଏ ଉପରେ ସୁପ୍ରିମକୋର୍ଟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA କେନ୍ଦ୍ର ଏବଂ ଏହା ସହ ଜଡ଼ିତ ନ୍ୟାୟ ସଂସ୍ଥାକୁ ନୋଟିସ୍ ଜାରି କରିଛନ୍ତି। ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଜୁଲାଇ 8 ତାରିଖକୁ ଧାର୍ଯ୍ୟ କରିଛନ୍ତି। ପୂରଣ ହେବ ଖାଲି ଥିବା ସରକାରୀ ପଦବୀ। 80,000ରୁ ଅଧିକ ପଦବୀ ପୂରଣ ପାଇଁ ପ୍ରକ୍ରିୟା। ରାଜ୍ୟରେ ବିଭିନ୍ନ ବିଭାଗରେ 1,35,067 ପଦବୀ ଖାଲି ପଡ଼ିଛି। 93,524 ପଦବୀ ପାଇଁ କ୍ଷମତା ପ୍ରାପ୍ତ କମିଟି ଅନୁମୋଦନ କରିଛନ୍ତି। ସେଥିମଧ୍ୟରୁ 80,173 ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। 7 ଦିନ ମଧ୍ୟରେ ନିଯୁକ୍ତି ନିୟମ ସମୀକ୍ଷା ବିଭାଗକୁ ସଚିବଙ୍କୁ କରିବାକୁ କୁହାଯାଇଛି। କୌଣସି ଅନାବଶ୍ୟକ ନ୍ୟାୟ ମତକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କେରଡ଼ି ଛକ ନିକଟରେ ଅବକାରୀ ବିଭାଗ ଦ୍ୱାରା ଏକ ଗାଡ଼ିରୁ 36 କିଲୋ ଗଞ୍ଜେଇ ଜବତ କରାଯାଇଛି। କଇଁଝର ଠାରୁ ଅନୁଗୁଳ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ଅବକାରୀ ଟିମ୍। ପୂର୍ବ ସୂଚନା ଅନୁସାରେ ଅବକାରୀ ଟିମ୍ କେରଡ଼ି ଛକ ନିକଟରେ ଛପି ରହି ଗଞ୍ଜେଇ ଚାଲାଣ ହେଉଥିବା ଗାଡ଼ିକୁ ଧରିବାରେ ସଫଳ ହୋଇ 3 ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅରାକିଲା ଗ୍ରାମର ରୁତନ ସାହୁ, ଗଞ୍ଜାମ ଜିଲ୍ଲା ରଙ୍ଗପୁର ଥାନା ଅନ୍ତର୍ଗତ ବେଣିପାଲି ଗ୍ରାମର ପବନାନା ବେହେରା। ଏନେଇ ଫୁଲବାଣୀ ଅବକାରୀ କେସ୍ ନମ୍ବର 102/24ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି। ଅବକାରୀ ଇନ୍ସପେକ୍ଟର ଚନ୍ଦ୍ରପୁର ବେହେରା ଚଢ଼ାଉଥିବା ବେଳେ ଇନ୍ସପେକ୍ଟରଙ୍କୁ ନେତୃତ୍ୱ ସବ୍ ଇନ୍ସପେକ୍ଟର ଭବାନୀ ଶଙ୍କର ସେଠୀ, ଅବକାରୀ SSI ସୁଜିତ କୁମାର ମୁଦୁଲି, ଅବକାରୀ କନଷ୍ଟେବଳ ଭୃଗୁପତି ଦିଗାଲ ଓ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଜବତ ଗଞ୍ଜେଇ ସହିତ ଗାଡ଼ିର ମୂଲ୍ୟ 7 ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ଧଳାନୀଘାଟରୁ ଜିଆର ଜବତ କରିଥିବା ସୂଚନା ମିଳିଛି। ପିକଅପ୍ ଭ୍ୟାନ୍ରେ 25ଟି ଅଖାରେ 7 କୁଇଣ୍ଟାଲ 65 କେଜି ଗଞ୍ଜେଇ ଚାଲାଣ କରାଯାଉଥିଲା। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 1,53 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି। ରାଜ୍ୟର ସମସ୍ତ ଜିଲ୍ଲାରେ ସରକାରୀ ଜମି ଜବରଦଖଲ ବଢ଼ି ଚାଲିଥିବା ବେଳେ ଚିନ୍ତା ପ୍ରକଟ କରିଛନ୍ତି ସରକାର। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜଙ୍ଗଲ ଜମିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି କ୍ରମରେ ରାଜ୍ୟ ରାଜସ୍ୱ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ ହୋଇଛି। 1,15,000 ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି। ତହସିଲଦାର ନାୟକ ଲାଞ୍ଚ ନେଉଥିବା ବେଳେ ଜାଣି ଭିଜିଲାନ୍ସ ଟିମ୍ ତାଙ୍କ ପିଛା କରିଥିଲେ। ତାଙ୍କୁ ରାସ୍ତାରେ ଅଟକେଇଥିଲେ ମଧ୍ୟ। ତେବେ ସେ ଭିଜିଲାନ୍ସଙ୍କ ଉପରକୁ ଗାଡ଼ି ଚଢ଼େଇ ଦେବା ପାଇଁ ମଧ୍ୟ ପଛେଇ ନଥିଲେ। ତାଙ୍କର ଭିଜିଲାନ୍ସ ଉପରେ କୌଣସି ମଧ୍ୟ ଭୟ ନଥିଲା। ତେବେ ପୁଲିସ ତାଙ୍କୁ ରାସ୍ତାରୁ ଗିରଫ କରିକି ରଖିଛି। ବ୍ୟୁରୋ ରିପୋର୍ଟ, ଜି ତୀର୍ଥ ଟିଭି।